ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଯେତେ ଯୋଜନା ହେଇଛି ଫଳପ୍ରଦ ଯୋଜନା, ଓଡ଼ିଶା ମୋ ପରିବାର ଯୋଜନା, ସେଇଥିରେ ଟିକେ ହାତ ନ ମାରିକି ସେ ଯୋଜନା ରହୁ। ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହିସାବରେ ସେ 24 ବର୍ଷ ଥିଲେ। ସେ ସୁଶାସନ କରିଥିଲେ ଓଡ଼ିଶାରେ। ସେ ଶାସନକୁ ଦେଖିବା ପାଇଁ ଲୋକ ମଧ୍ୟ ଆସିଥିଲେ ଦେଖିବା ପାଇଁ କେମିତି ଶାସନ ଚାଲିଛି। ତାଙ୍କର କେନ୍ଦ୍ର ଆରମ୍ଭ କରି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଭୁରି ଭୁରି ପ୍ରଶଂସା କରୁଥିଲେ। କିନ୍ତୁ ଗୋଟେ ସମୟ ଆସିଲା ତାଙ୍କ ବିରୁଦ୍ଧରେ ଗୋଟେ ଅପପ୍ରଚାର ହେଲା। କ୍ଷମତା ପାଇବା ପାଇଁ, ଭୋଟ ପାଇବା ପାଇଁ ହେଭି ୱେଟ୍ ନେତାମାନେ ଅପପ୍ରଚାର କଲେ, ଯାହାଫଳରେ ପରିବର୍ତ୍ତନ ହେଲା। ଏ ପରିବର୍ତ୍ତନ ଆକସ୍ମିକ, ଏଇଟା ସାରା ଓଡ଼ିଶାରେ ପଡ଼ିଛି ଏ ଅପପ୍ରଚାର। ଆମ ତ ତା ସହିତ କେତେ ଲୋଭ ଦେଖେଇଲେ, ଯେଉଁଟାକି ଆପଣ ଗୋଟିଏ ଉଦାହରଣ ମୁଁ ଦେଉଛି। 10 ବର୍ଷ ଧରିକି ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବହୁତ ଚେଷ୍ଟା କରି ବିଧାନସଭାରେ ମୁଁ ମଧ୍ୟ ଥିଲି ମିନିମମ୍ ସଫଳ ପ୍ରାଇସ୍ ଅଫ୍ ପ୍ୟାଡି 3100 କରିବା ପାଇଁ। ଏଇଟା ହେଉଛି କେନ୍ଦ୍ର ସରକାରଙ୍କର କାର୍ଯ୍ୟ। 10 ବର୍ଷରେ କଲେନି। ହଠାତ୍ ଆସିକି ସେ କହିଲେ ଯେ ବର୍ତ୍ତମାନ ଆମେ 3000 କରିବୁ କ୍ଷମତା ଆସିଲେ। ଏଇଟା କୃଷକମାନଙ୍କ ଉପରେ ବହୁତ ପ୍ରଭାବ ପଡ଼ିଲା। କାରଣ ଓଡ଼ିଶା ହେଉଛି ଗୋଟେ କୃଷି ପ୍ରଧାନ ଦେଶ। ଚାଷୀମାନଙ୍କ ଉପରେ ପ୍ରଭାବ ପଡ଼ିଲା। ଏଇଟା କାହିଁ, ଏଇଟା ତାଙ୍କ କାର୍ଯ୍ୟ, ଏଇଟା ଆମର ନୁହଁ। ହେଭି ୱେଟ୍ ନେତାମାନେ ବାରମ୍ବାର ଆସିଲେ, ପ୍ରଧାନମନ୍ତ୍ରୀଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ମୁଖ୍ୟମନ୍ତ୍ରୀମାନେ, ସେ ଛୋଟ ଲୋକ ନୁହନ୍ତି ନା, ବଡ଼ ବଡ଼ ଲୋକ, ହେଭି ୱେଟ୍ ଲୋକମାନେ। କିନ୍ତୁ ଲୋକ ଜାଣିଲେନି ଯେ ଏଇଟାକୁ ଅବହେଳା କରିକି 10 ବର୍ଷ କାଳ କରିନଥିଲେ। ମାନନୀୟ ମୁଖ୍ୟମନ୍ତ୍ରୀ ବହୁତ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ଚେଷ୍ଟା କଲେ। କାହା କାର୍ଯ୍ୟ ସେଇଟା? କେନ୍ଦ୍ର କାର୍ଯ୍ୟ। କିନ୍ତୁ ଲୋକ ଜାଣିପାରିଲେନି ଯେ ଏଇଟା ଆମେ ପାଇଗଲେ ହଉ। କିନ୍ତୁ କୃଷକମାନଙ୍କ ପାଇଁ ମାନନୀୟ ନବୀନ ପଟ୍ଟନାୟକ କାଳିଆ ଯୋଜନା କରିଛନ୍ତି, ବଳିଆ ଯୋଜନା କରିଛନ୍ତି। କୃଷକ ଯେଉଁ କାଳିଆ ଯୋଜନାରେ ମଧ୍ୟ ଛାତ୍ରବୃତ୍ତି ଦିଆହେଉଛି। ଆଇନ ଶୃଙ୍ଖଳା ପରିସ୍ଥିତି କିଛି ଖରାପ ନାହିଁ। ଆପଣ ଦେଖିବେ 24 ବର୍ଷ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାନ୍ତିପୂର୍ଣ୍ଣ ଭାବରେ ସେ ଶାସନ କଲେ। ଏପରିକି ଅହିଂସା ଶବ୍ଦ ଆମର କନଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡିଆ ନଥିଲା। ସେ ବିଶେଷ ବିଧାନସଭାରେ ପାସ୍ ହେଲା ଯେ ଆମ୍ବେଦକର ଏତେ କନଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡିଆ ଲେଖିଲେ, କିନ୍ତୁ ଅହିଂସା ସବୁ ଛାଡ଼ିଗଲେ। ସେଥିପାଇଁ ଆମର ଯାଇଛି ଆମେଣ୍ଡମେଣ୍ଟ କେନ୍ଦ୍ରକୁ କର ବୋଲି। ଅହିଂସାକୁ କନଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡିଆ ଲେଖ ବୋଲି ଛୋଟିଆ କଥା ନାହିଁ। ହିଂସାଟା ଦୂରରେ ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଂସାକୁ ପ୍ରଶ୍ରୟ ଦିଅନ୍ତି ନାହିଁ। ତେଣୁ ଏଭଳିଆ ରାଜ୍ୟରେ ହେଭି ୱେଟ୍ ନେତାମାନେ ଆସି ଯେତେବେଳେ ପ୍ରଚାର କଲେ, ଲୋକମାନେ ସେଥିରେ ଢଳିଗଲେ। ସମସ୍ତେ ସାରା ଓଡ଼ିଶା, ଗଞ୍ଜାମ ରକ୍ଷା ସବୁ ରକ୍ଷା ପାଇନି। ଗଡ଼ୁଥିଲା ମାନେ ଲୋକ ବିଶ୍ୱାସ କରିଗଲେ। ସେ ସମସ୍ତଙ୍କର ପଡ଼ିଲା। ସମସ୍ତେ ଭାବିଲେ ଯେ କ'ଣ କରିଦେବେ। ନିଜେ ପ୍ରଧାନମନ୍ତ୍ରୀ ଆସିଛନ୍ତି, ବହୁତ ହେଭି ୱେଟ୍ ନେତା ଅଛି, କ'ଣ କରିଦେବେ। କିନ୍ତୁ ତାଙ୍କର ଯେଉଁ କରିଦେବେ ପ୍ରଥମ ଦିନରୁ ଜଣା ପଡ଼ିଗଲା। ଏ ଯେଉଁ ବର୍ତ୍ତମାନ BSK ଯୋଜନା ବନ୍ଦ କରିଦେଲେ, ଲକ୍ଷ ଲୋକଙ୍କର ବର୍ତ୍ତମାନ ବହୁତ ଏକାଧିକ ଲୋକ ଅବସ୍ଥା ହେଇଗଲା। BSK ଯୋଜନା ଯେଉଁ ମୁଖ୍ୟମନ୍ତ୍ରୀ କରିଛନ୍ତି ସେଇଟା ଗୋଟେ ବିଚକ୍ଷଣ ଯୋଜନା, ଐତିହାସିକ ଯୋଜନା। ସେଇଟା କାହିଁକି ଆପଣ ଦେଖିବେ, ମାଆମାନଙ୍କୁ 10 ଲକ୍ଷ, ପୁଅମାନଙ୍କୁ, ପୁରୁଷ ଲୋକମାନଙ୍କୁ 5 ଲକ୍ଷ, ଇଏ ଗୋଟେ ସ୍କିମ୍। ଆଉ BSK 90 କାର୍ଡ଼ରେ ମାନେ ଯେଉଁଟା ହେଉଛି ରୁରାଲ୍ ହେଉଛି ଇଏରେ ହେଇଥାନ୍ତା, କେଉଁଥିରେ ଆମର ଅର୍ବାନ ହେଇଥାନ୍ତା, ସେଥିରେ ପାଇଥାନ୍ତେ, ସମସ୍ତେ ପାଇଥାନ୍ତେ, ପ୍ରାୟ 99% ପାଇଥାନ୍ତେ। ଆଉ ଯେଉଁଟା କଲେ ଆପଣ କମ୍ପେୟାର କରନ୍ତୁ, ଗୋଟେ ହେଉଛି ଆୟୁଷ୍ମାନ ଯୋଜନା, ଯେଉଁଟାକି ଇନ୍ସୁରାନ୍ସ ପ୍ରତି ପରିବାରକୁ 5 ଲକ୍ଷ ଯୋଜନା କିଏ ପାଇବେନି। ଏଇ ଯେଉଁ ବର୍ତ୍ତମାନ କରିଥିଲେ BSK ଯୋଜନା, ସେଇଟା ପ୍ରତି ପରିବାର ପାଇବେ, ଚାକିରି କରନ୍ତୁ ପାଇବେ। ସେଇଟା ମଧ୍ୟ ଆୟୁଷ୍ମାନ ଯୋଜନା ଭଳିଆ। ଆୟୁଷ୍ମାନ ହେଉଛି ଇନ୍ସୁରାନ୍ସ, ଏଇଟା ହେଉଛି ଟଙ୍କାଟା ଅଟୋମେଟିକାଲି ସେ ଖର୍ଚ୍ଚ ହେଲା ପରେ ମୂଳ ପଳାଇ ଆସିବ। ତୁଳସୀ ଦ୍ୱିପତ୍ର ଆସିଲା ବେଳେ ପଶୁ ତ ଦେଲେ ଆୟୁଷ୍ମାନ ଯୋଜନା ହେବ ବୋଲି କହିଲେ, ଏଇଟା ବନ୍ଦ କରିବା ଆପଣ ଦେଖିବେ ହଜାର ଲୋକଙ୍କ ପ୍ରାଣ ପଳେଇବ। ମୁଁ ଜଣେ ଡାକ୍ତର, ମୁଁ ଜାଣିଛି କେମିତି BSK ଯୋଜନା ଯେଉଁ ହେଇଛି କେତେ ଲୋକ ଫଳପ୍ରଦ ପାଉଛନ୍ତି। ତା ସହିତ ଆପଣ ଦେଖନ୍ତୁ
ଭାରତବର୍ଷ ଏମିତି ଗୋଟେ ରାଜ୍ୟ ଅଛି ଯେଉଁଥିରେ କି ମେଡ଼ିକାଲ ଗଲେ ଔଷଧ ମାଗଣା, ପରୀକ୍ଷା ମାଗଣା, ଯେତେ ଟଙ୍କା ଖର୍ଚ୍ଚ ହେଲେ ମଧ୍ୟ ସେ ମେଡ଼ିକାଲ କଲେଜ ବହନ କରିବ, ସରକାର ବହନ କରିବେ। ଅଛି କେଉଁଠି? ଅଛି କେଉଁଠି? ଆଉ ଦେଖନ୍ତୁ ଗୋଟେ ଧନୀ ଲୋକ ଯାଉ, ଗରିବ ଲୋକ ଯାଉ, ମାଗଣା। ଏଇ ଯୋଜନା କ'ଣ ଠିକ୍ ନାହିଁ? ମେଡ଼ିକାଲ ଗଲେ ରାଜ୍ୟରେ କେଉଁ ଅଛି? ଏଇଟା ଲୋକମାନେ ଭୁଲିଗଲେ ଭେଳିକି ଭଳିଆ। ସେ ଯେଉଁ ମାନେ ମିଥ୍ୟା ପ୍ରଚାର କଲେ, ଅପପ୍ରଚାର କ'ଣ ତାକୁ, ସେ ନିଶ୍ଚୟ ପଡ଼ିବନି। ଲୋକମାନେ ଏଡ଼େ ବଡ଼ ଲୋକମାନେ, ହେଭିୱେଟ୍ ଲୋକମାନେ ଆସି କହୁଛନ୍ତି। ଆମେ ଯେତେକ ସବୁ ମାନେ ପରାଜିତ MLA କ୍ୟାଣ୍ଡିଡେଟ୍ କାଲି ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ମିଶିଥିଲୁ। ଆମେ ତାଙ୍କୁ କହିଲୁ, ସାର୍ ଆପଣ ସୁସ୍ଥ ଅଛନ୍ତି? ସେ ମୋତେ କହିଲେ ମାନେ ଆମେ କିଛି ଆପଣ ବ୍ୟସ୍ତ ଦରକାର ନାହିଁ, ଆମେ ଲୋକଙ୍କର ସେବା ଯେମିତି କରୁଥିଲେ ଆମେ ସେମିତି କରିବେ। ତାଙ୍କୁ ଆମେ ଅନୁରୋଧ କଲୁ, ଆମେ ଆପଣଙ୍କ ସହିତ ଅଛୁ, ଆପଣଙ୍କୁ ଯେତେବେଳେ ଦରକାର ପଡ଼ିଲେ ଆପଣଙ୍କୁ ଭେଟିବୁ। ଆପଣ ମଧ୍ୟ ସାରା ଓଡ଼ିଶାରେ ଯେମିତି ବୁଲୁଥିଲେ ସେମିତି ବୁଲିବେ, ପ୍ରତ୍ୟେକ ଲୋକ ମଧ୍ୟ ମିଶିବେ। ଆମେ ଆଶା କଲୁ ଯେ ଆପଣ ସହିତ ଆମେ ମିଶିବାରେ କିଛି ପ୍ରତିବନ୍ଧ ସୃଷ୍ଟି ନ ହେଉ, ଆମେ ସିଧାବେଳେ ଆପଣଙ୍କୁ କହିବୁ। ଆପଣ ମଧ୍ୟ ସାରା ଓଡ଼ିଶା ଯେମିତି ବୁଲୁଥିଲେ ସେମିତି ବୁଲିବେ। ହଁ କଲେ ଭାୟା ଭାୟା କିଛି ନାହିଁ, ସିଧାସଳଖ ଆମେ ତ କହିଲୁ। ସେ ହଁ କଲେ, କହିଲେ କ'ଣ? ଆମେ ମିଶିଥିଲୁ ଆଜ୍ଞା। ଏ ବିଷୟରେ ବହୁତ ବିଜୁ ପରିବାର ଭଳିଆ ଲୋକ। ଆପଣ କହନ୍ତୁ ଓଡ଼ିଶା ହେଉଛି ମୋ ପରିବାର, ଗୋଟେ ଉଦାହରଣ। ଓଡ଼ିଶା ମୋ ପରିବାର। କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ କହୁଛି ଓଡ଼ିଶା ମୋ ପରିବାର? ଓଡ଼ିଶା ମୋ ପରିବାର କହିକି ପରିବାର ଯେମିତି ସମସ୍ୟା ସମାଧାନ କରାଯାଏ। କେଉଁ ପୁଅ ପାଠ ପଢ଼ିବ, କେଉଁ ପୁଅ ଚାକିରି ପାଇବ, ବୁଝିଲେଟି, କେଉଁ ପୁଅ ବାହା ହେବ, ସେମିତିଆ ନବୀନ ପଟ୍ଟନାୟକ ସବୁ କରିଛନ୍ତି। ଯେଉଁମାନେ ଅଣ୍ଡର ଗ୍ରାଜୁଏଟ୍ ପଢ଼ୁଛନ୍ତି, ଝିଅମାନେ 14,000, ପୁଅମାନେ 12,000। ପରିବାର ଏଇଟା ଯଦି ଉଠେଇ ଦେବ ଅସୁବିଧା ହେଇଯିବନି? ଏଇଟା କ'ଣ ପୁଣି PG କଲେ, MA କଲେ, 14,000 12,000। ଆଉ ପିଲା ପାଠ ପଢ଼ା କିଛି ଅସୁବିଧା ନାହିଁ। ଆଉ ଶୁଣନ୍ତୁ, ସ୍ମାର୍ଟ ସ୍କୁଲ କଲେ। ସ୍ମାର୍ଟ ସ୍କୁଲ କାହିଁକି ଆପଣ ଦେଖିବେ, ଆଉ ଦେଖିବେ ସ୍ମାର୍ଟ ସ୍କୁଲ କାହିଁକି କଲେ? ଆଉ ଦେଖିବେ ବହୁତ ଅଧିକାଂଶ ହାଇସ୍କୁଲ ଆପଣ ଶୁଣିଥିବେ। କାହିଁକି ଯେଉଁମାନେ ପ୍ରାଇଭେଟ୍ ସ୍କୁଲରେ ପଢ଼ୁଛନ୍ତି, ଇଂଲିଶ ମିଡ଼ିୟମ୍ ସ୍କୁଲ ପଢ଼ୁଛନ୍ତି, ସେମାନେ ଆମର ଯଦି ପିଲା ପାଠ ପଢ଼ିପାରୁନାହାନ୍ତି। ଆମେ ଦେଖୁଛୁ ଯେଉଁ ମାନେ ସ୍ମାର୍ଟ ମାନେ ଯେଉଁଟା ପ୍ରାଇଭେଟ୍ ସ୍କୁଲରେ ପଢ଼ୁଛନ୍ତି ବେଶୀ ପାଉଛନ୍ତି, IAS OAS କମ୍ପିଟେଟିଭ୍ ପାଉଛନ୍ତି। ନବୀନ ପଟ୍ଟନାୟକ ସେ କହିଲେ ସେମିତି ହେବନି, ମୁଁ ସ୍ମାର୍ଟ ସ୍କୁଲ କରିବି, ମୁଁ ଆମର ଆଦର୍ଶ ସ୍କୁଲ କରିବି। ମୋ ପିଲାମାନେ ଯେ ସରକାରୀ ସ୍କୁଲରେ ପଢ଼ିବ 50% ଇଞ୍ଜିନିୟରିଂ ମେଡ଼ିକାଲରେ ସିଟ୍ ପାଇବ, ଚାକିରି ପାଇବ। ଛୋଟିଆ କଥା ନାହିଁ। କ'ଣ ବନ୍ଦ ହେଇଯିବ? ଏଇଟା ମିଥ୍ୟା ପ୍ରଚାର, ଲୋକ ଭାସିଗଲେ। ଅପପ୍ରଚାର, ମିଥ୍ୟା ପ୍ରଚାର। ଏଡ଼େ ଲୋକମାନେ ଆସି କହୁଛୁ, ଲୋକ ଭୁଲିଗଲେ। ନବୀନ ପଟ୍ଟନାୟକ ଯେଉଁ କରିଛନ୍ତି, ଓଡ଼ିଶା ଗୋଟେ ମଡେଲ ଷ୍ଟେଟ୍ କରିବା ପାଇଁ ସମଗ୍ର ଭାରତବର୍ଷରେ ତାଙ୍କୁ ପୃଥିବୀ ସ୍ତରରେ, ବୁଝିଲେଟି, ଜାତୀୟ ସ୍ତରରେ ଭୁରି ଭୁରି ପ୍ରଶଂସା କରୁଛନ୍ତି। ଯେଉଁମାନେ ଯେଉଁ କେନ୍ଦ୍ର ପ୍ରଧାନମନ୍ତ୍ରୀ ଆଉ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀ କହୁଥିଲେ ଯଦି ଶାସନ ଦେଖିବାକୁ ଚାଲ, କହିଛନ୍ତି ପାର୍ଲାମେଣ୍ଟ ହଲ୍ରେ ମାନେ ପ୍ରଧାନମନ୍ତ୍ରୀ, ଯଦି ଶାସନ ଦେଖିବାକୁ ଚାହୁଁଛ ଓଡ଼ିଶା ଯାଇ ଦେଖ। ଏବେ କେମିତି ଖରାପ ହେଇଗଲା? ଆମେ ଗଣତନ୍ତ୍ରକୁ ସମ୍ମାନ ଦେବା। ଆମେ ଯଦି ବ୍ରହ୍ମପୁରକୁ ବିଚାର କଲେ ଆମେ BJD କି ଦେବାନି, BJP କି ଦେବା। ମୁଁ ତାଙ୍କୁ ସ୍ୱାଗତ କରୁଛି ଜିଲ୍ଲା ସଭାପତି ହିସାବରେ। ମୁଁ ଚାହୁଁଛି ଗଞ୍ଜାମ ଜିଲ୍ଲାର ବିକାଶ, ଯେଉଁ ମାନ୍ୟବର ବିଧାୟକ, ମାନ୍ୟବର MP ଯେଉଁମାନେ ହେଇଛନ୍ତି, ମୁଁ ତାଙ୍କୁ ମଧ୍ୟ ଶୁଭେଚ୍ଛା ଜ୍ଞାପନ କରୁଛି। ମୁଁ ଆଶା କରୁଛି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଯେତେ ଯୋଜନା ହେଇଛି, ଫଳପ୍ରଦ ଯୋଜନା, ଓଡ଼ିଶା ମୋ ପରିବାର ଯୋଜନା, ସେଇଥିରେ ଟିକେ ହାତ ନ ମାରିକି ସେ ଯୋଜନା ରହୁ। କାହିଁକିନା ଗରିବ ଲୋକମାନେ ସମସ୍ତେ ଏଥିରେ, ଛାତ୍ର, କୃଷକ, ଆପଣଙ୍କର ଯେଉଁମାନେ ଅଛନ୍ତି ସ୍ୱୟଂ ମାନେ ସେଲ୍ଫ ହେଲ୍ପ ଗ୍ରୁପ୍, ସେମାନେ ପେନ୍ସନ୍ ପାଇଥାନ୍ତେ, ବିଜୁଳି ମାଗଣା। ଏଗୁଡ଼ା କ'ଣ ସମାଜକୁ ସାହାଯ୍ୟ କରନ୍ତାନି, ଦାରିଦ୍ର୍ୟ ଦୂର କରନ୍ତାନି? ଯେତେବେଳେ 2000 ମସିହାରେ ମୁଖ୍ୟମନ୍ତ୍ରୀ ଆସିଲେ, ସେ ଆମକୁ କହିଛନ୍ତି, କାଲି କହିଛନ୍ତି 80% ଥିଲା ଦାରିଦ୍ର୍ୟତା, 10% କମିଯାଇଛି, ଆହୁରି କମିଥାନ୍ତା। ଦେଖନ୍ତୁ, ଏତିକି କହିବାକୁ ପଡ଼ିବ
କାଲି ମଧ୍ୟ ମାନ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶିଥିଲୁ ଆମର ସେବାଟା ଅବ୍ୟାହତ ରହିବ। ଜନମତ ସ୍ୱୀକାର କରୁଛୁ। ଆମେ ଯେମିତି ସେବା କରି ଆସୁଥିଲୁ ଆମେ ସେମିତି ରହିବୁ। ଦଳକୁ ଲୋକଙ୍କ ସେବା କରିବା ପାଇଁ ଉଦ୍ଦିଷ୍ଟ। ପୂର୍ବତନ ମୁଖ୍ୟ ନବୀନ ପଟ୍ଟନାୟକ କହିଛନ୍ତି ମୁଁ ହେଉଛି ପ୍ରଥମ ସେବକ, ତେବେ ସମସ୍ତେ ସେବା କର, ଏପରିକି ଦଳଗତ ନିର୍ବିଶେଷ ଧର୍ମ ନିର୍ବିଶେଷରେ ତେବେ କାମ କର। ଏଇଟା ମାନି ମୁଁ ଜନସାଧାରଣଙ୍କ ସେବା କରିବ।